ମୁଁ ସୁଶ୍ରୀ ସ୍ୱାଗତ କରୁଛି ଆଜିର ଏକ ନୂଆ ଭିଡ଼ିଓକୁ। ତ ପୂର୍ବବର୍ତ୍ତୀ ଭିଡ଼ିଓ ମାନଙ୍କରେ ଆମେ ବହୁତ କିଛି ଟପିକ୍ ଆଲୋଚନା କରିଛୁ। ଗଳ୍ପର ସଂଜ୍ଞା ସ୍ୱରୂପ ପ୍ରକାରଭେଦ, କ୍ଷୁଦ୍ର ଗଳ୍ପ, ଉପନ୍ୟାସ, କାବ୍ୟ, କବିତା, ସନେଟ୍ ତଥା ଭାଷାର ସଂଜ୍ଞା ସ୍ୱରୂପ ପ୍ରକାରଭେଦ ଏମିତି ବହୁତ କିଛି ଅଲରେଡ଼ି ଆଲୋଚନା କରିସାରିଛୁ ଏବଂ ତାର ନୋଟ୍ ମଧ୍ୟ ଆମେ ଦେଇସାରିଛୁ। ତ ଭିଡ଼ିଓକୁ ଯାଇକି ଦେଖିବ, ଭିଡ଼ିଓ ଭିତରେ ନୋଟ୍ ଅଲରେଡ଼ି ଶୋ ହେଉଥିବ। ଯେଉଁମାନେ ଚାହିଁବ ସେଇ ଭିଡ଼ିଓରୁ ସ୍କ୍ରିନଶଟ୍ ନେଇକି ତାକୁ ପଢ଼ିପାରିବ। ନୋଟ୍ଟା ପୁରା ପ୍ରିପେୟାର କରିକି ହିଁ ଦିଆହେଇଛି, ସେଥିରେ ଆଉ କିଛି ହାତ ମାରିବାକୁ ହେବନି, ବାସ୍ ଖାଲି ତୁମେ ନୋଟ୍ଟା ଶିଖିବ। ବାକି ରହିଲା ଯଦି ଏକ୍ସଟ୍ରା କିଛି ନୋଟ୍ସ କି ସେଇଠୁ ତୁମେ ସ୍କ୍ରିନଶଟ୍ ମାରିକି ପଢ଼ିବନି, ତୁମକୁ PDF ଦରକାର, ତ ପ୍ରତ୍ୟେକ ଭିଡ଼ିଓର ଡେସ୍କ୍ରିପସନ୍ରେ ମୋର ଟେଲିଗ୍ରାମ ଚ୍ୟାନେଲ୍ ଲିଙ୍କ୍ ଅଛି। ତ ସେଠି ଯାଇକି ତୁମେ ଜଏନ୍ କରିପାରିବ। ଦେନ୍ ମୁଁ PDF ସେୟାର କରିପାରିବି, ନହେଲେ ତୁମେ ଭିଡ଼ିଓର ସ୍କ୍ରିନଶଟ୍ ନେଇକି ପଢ଼ିପାରିବ, କିଛି ଅସୁବିଧା ନାହିଁ। ତ ପୂର୍ବ ଭିଡ଼ିଓ ଗୁଡ଼ାକ ଦେଖିଦେବ, ସେ ଯେଉଁଟାକି ଏହା ସାଙ୍ଗରେ ଲିଙ୍କ୍ ଅଛି। +3 ପିଲାମାନଙ୍କ ପାଇଁ ଅନ୍ୟାନ୍ୟ ୟୁନିଟ୍ 1, 2 ଆମେ ବହୁତ କିଛି ସାରିଛୁ, ତୁମମାନେ ଦେଖିଦେବ ଯାଇକି। ତ ଆଜି ଭ୍ରମଣ କାହାଣୀର ସଂଜ୍ଞା ସ୍ୱରୂପ ଆମେ ପଢ଼ିବୁ। ତୁମର ଅଛି ୟୁନିଟ୍ 3ରେ ବୋଧେ ଅଛି। ତ ଖାଲି +3 ପିଲା ନୁହଁ, ଏଇଟା ସମସ୍ତଙ୍କର କାମରେ ଲାଗିବ। ତ ଭ୍ରମଣ କାହାଣୀର ସଂଜ୍ଞା ସ୍ୱରୂପ ଏଇଟା ଟୋଟାଲ୍ ନୋଟ୍ରେ ଡିଟେଲ୍ସ ତା ଭିତରେ ଅଛି। ଆଉ ତୁମକୁ କିଛି ଖୋଜିବାକୁ ପଡ଼ିବନି, ଡିଟେଲ୍ସ ତା ଭିତରେ ଅଛି। ଜଣେ ପଢ଼ିକି ସାଧାରଣ ପିଲା ଯିଏ ବି ମାନେ ଟିକେ ପଢ଼ିବାକୁ ଅସୁବିଧା ହେଉଥିବ, ବୁଝିବାକୁ ଅସୁବିଧା ହେଉଥିବ, ସେମାନେ ସହଜରେ ବୁଝିଯିବେ। କାହିଁକିନା PDFଟା ଏତେ ସହଜ, ଏତେ ସରଳ ଭାଷାରେ ଲେଖା ହେଇଛି ଯେ ତୁମମାନଙ୍କୁ ଆଉ କିଛି ଆବଶ୍ୟକତା ପଡ଼ିବନି, କିଛି ବହିର ଆବଶ୍ୟକତା ପଡ଼ିବନି। କାହିଁକିନା 2-4ଟା ବହିକୁ ଫଲୋ କରିକି ହିଁ ନୋଟ୍ ବନେଇବାକୁ ହେଉଛି। ତ ତୁମମାନଙ୍କ ନିହାତି ହେଲ୍ପଫୁଲ୍ ହେବ। ତ ଯେଉଁମାନେ ଭିଡ଼ିଓକୁ ନୂଆ ଦେଖୁଛ, କି ଚ୍ୟାନେଲ୍ରେ ନୂଆ ଅଛ, ନିଶ୍ଚୟ ସେ ଚ୍ୟାନେଲ୍କୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବ, ବେଲ୍ ଆଇକନ୍ ଦବାଇଦେବ। କାହିଁକିନା ପ୍ରତ୍ୟେକ ଦିନ ଭିଡ଼ିଓ ପଢ଼ୁଛି, ତାର ନୋଟ୍ ଗୁଡ଼ା ବି ପ୍ରିପେୟାର କରିକି ପକାଉଛି। ତ ତୁମମାନଙ୍କୁ ନିହାତି ହେଲ୍ପ ହେବ। ତୁମମାନେ ସ୍କିପ୍ କରିକି ଗଲେ ତୁମମାନେ ହୁଏତ ନୋଟ୍ କେଉଁଠି ପାଇପାରିବ ନାହିଁ, କେତେ ପିଲା ବହି ଆରେଞ୍ଜ କରିପାରୁଛନ୍ତି ନାହିଁ। ତ ସେଥିପାଇଁ ସମସ୍ତଙ୍କୁ ନୋଟ୍ଟା ବହୁତ ହେଲ୍ପ ହେବ। ବହି ସମସ୍ତେ କିଣିକି କ'ଣ ପଢ଼ିପାରିବେ? ଆମେମାନେ ବହି କ'ଣ ସବୁ କିଣିକି ପଢ଼ୁଥିଲୁ? ଗୋଟେ ଟପିକ୍ରେ ବହୁତ ସାରା ବହି ଅଛି, କେତେ ବହି କିଣି ହେବ? ତ ନୋଟ୍ଟା ତୁମକୁ ବହୁତ ହେଲ୍ପ ହେବ। ଠିକ୍ ଅଛି, ତାପରେ ଦେଖ ତାହେଲେ ଭ୍ରମଣ କାହାଣୀ କାହାକୁ କୁହାଯାଏ, ତାର ସଂଜ୍ଞା, ଡେଫିନେସନ୍। ଭ୍ରମଣ କାହାଣୀ ହେଉଛି ସେହି ପ୍ରକାରର ଗଳ୍ପ ଯେଉଁଥିରେ ଲେଖକ ନିଜ ବାସସ୍ଥାନରୁ ଅନ୍ୟ କୌଣସି ସ୍ଥାନକୁ ଯାଉଥିବା ଅଭିଜ୍ଞତା, ଦୃଶ୍ୟ, ଲୋକ, ପରିବେଶ ଓ ଘଟଣାବଳୀକୁ ବ୍ୟକ୍ତିଗତ ଅନୁଭବ ସହ ଲେଖିଥାନ୍ତି। ଭ୍ରମଣ କାହାଣୀର ଲକ୍ଷ୍ୟ କେବଳ ଘଟଣା ଲେଖା ନୁହେଁ, ବରଂ ସେହି ଯାତ୍ରାର ଅନୁଭୂତି, ଉତ୍ସାହ, ଚମତ୍କାର ଓ ଶିକ୍ଷାକୁ ପାଠକଙ୍କ ସମ୍ମୁଖରେ ପ୍ରସ୍ତୁତ କରିବା। ତ ଭ୍ରମଣ କାହାଣୀର ଅର୍ଥ କ'ଣ ନା, ଯିଏ ଲେଖନ୍ତି, ଯିଏ ଲେଖକ, ସେ ତାଙ୍କ ଘରୁ ଲେଖା ହେଇଛି। ସେ ଘରୁ ବାହାରିକି ଆଉ କୌଣସି ସ୍ଥାନକୁ ଯେତେବେଳେ ଯାଆନ୍ତି, କିଛି ନୂତନ ସ୍ଥାନକୁ ଯାଆନ୍ତି, ସେ ଜଣେଇବାକୁ ଚାହାନ୍ତି ମୁଁ ଗୋଟେ ନୂତନ ସ୍ଥାନକୁ ଯାଉଛି, ସେ ସ୍ଥାନର ପରିବେଶ କିପରି, ସେ ସ୍ଥାନର ଚାଲିଚଳନ, ଲୋକ ସଂସ୍କୃତି କିପରି, ରାସ୍ତାଘାଟ, ପ୍ରାକୃତିକ ପରିବେଶ ସେଠି କିପରି, ସବୁକୁ ପାଠକମାନଙ୍କୁ ଜଣେଇବାକୁ ଚାହାନ୍ତି। ଆମେ ସମସ୍ତେ ସବୁ ଜାଗା ଯାଇନୁ, ସବୁ ଜାଗା ଆମେ ଭ୍ରମଣ କରିନୁ, ସବୁ ଜାଗା କ'ଣ ବୁଲିଛୁ ଆମେ। କିନ୍ତୁ ଭ୍ରମଣ କାହାଣୀରେ ଲେଖକ ନୂଆ ନୂଆ ଜାଗାକୁ ଏପରି ଭାବରେ ବର୍ଣ୍ଣନା କରନ୍ତି ଯେ ଆମେମାନେ ଭାବୁ କି ସତ ଆମେ ସେଇ ଜାଗାରେ ଉପସ୍ଥିତ ଅଛୁ, ସେଇ ଜାଗାର ପରିବେଶକୁ, ସେଇ ଜାଗାର ଲୋକମାନଙ୍କୁ, ସେଇ ଜାଗାର ସଂସ୍କୃତିକୁ, ସବୁକୁ ଆମେ ସତରେ ଆମେ ସେଇଠି ପ୍ରେଜେଣ୍ଟ ଅଛୁ, ଆମେ ଫିଲ୍ କରିପାରୁଛୁ। ତ ଏମିତି ସେ ଭାବରେ ସେ ଲେଖିଥାନ୍ତି ଯେ ଆମେ ଭାବୁ ଆମେ ନିଜେ ସେଠି ଭ୍ରମଣ କରୁଛୁ। ତ ଭ୍ରମଣ କାହାଣୀ ହେଉଛି ଏଇଆ, ଯେଉଁଟାକି ଲେଖକ କେଉଁ ଜାଗାକୁ ଯାଇଥାନ୍ତି, ନୂତନ ଜାଗାକୁ, ସେ ଜାଗାର କିଛି ଅଭିଜ୍ଞତା, ସେ ଜାଗାରେ କିଛି ଶିକ୍ଷା ଗ୍ରହଣ କରିଥାନ୍ତି, ସେ ଜାଗାର କିଛି ପରିବେଶ, ସାଂସ୍କୃତିକ ପରିବେଶ, ଲୋକ, ରାସ୍ତାଘାଟ, ବିଲ ବାଡ଼ି, ଯାହା କିଛି ସବୁକୁ ସେମାନେ ବର୍ଣ୍ଣନା କରନ୍ତି, ଯେମିତି ଆମେ ସବୁକୁ ପୁରା ଆଖିରେ ଆମର ସେ ପଢ଼ିଲା ବେଳକୁ ଆଖିରେ ସେଟା ଭିଜୁଆଲ୍ ହେଉଥିବ, ଆମେ ତାକୁ ଆଖିରେ ଦେଖିପାରୁଥିବା, ଆଗରେ ପୁରା ସ୍କାନ୍ ହେଲା ଭଳିଆ ଚିତ୍ର ଆମକୁ ଦେଖାଉଥିବ। ହଁ ଏମିତି ହେଇଥିବ, ପରିବେଶ ଏମିତି ହେଇଥିବ। ତ ସେଇଟା କୁହାଯାଏ ଭ୍ରମଣ କାହାଣୀ। ସିମ୍ପଲ୍ କଥା ବୁଝିପାରିବ, ସୁନ୍ଦର ଭାଷାରେ ଲେଖା ହେଇଛି, ପୁରା ସରଳ। ଭ୍ରମଣ କାହାଣୀ ସବୁବେଳେ ସରଳ ଭାଷାରେ ଲେଖାଯାଏ, କାହିଁକିନା ପ୍ରତ୍ୟେକ ଲୋକ ସେ ସରଳ ଭାଷାକୁ ପଢ଼ିକି ବୁଝିଲେ ସିନା ଜାଣିପାରିବ ଏରିଆଟା କ'ଣ, କେଉଁ ଏରିଆକୁ ଲେଖକ ବୁଲିବାକୁ ଯାଇଛନ୍ତି, କେଉଁଠି ଭ୍ରମଣ କରିବାକୁ ଯାଇଛନ୍ତି। ଯଦି ବୋଧଗମ୍ୟ ହେବନି, ବୁଝିପାରିବେନି, ଆମେ ଜଟିଳ ବା କ୍ଲିଷ୍ଟ ଭାଷାରେ ଲେଖା ହେଇଥିବ, ତ ତାହେଲେ କଷ୍ଟ ହେବ ନା ପଢ଼ିବାକୁ। ତ ଆମେମାନେ କେମିତି ଉପଲବ୍ଧି କରିବା କି ହଁ ସେଇ ଜାଗା କଥା କହୁଛନ୍ତି, ଆମେ ଯଦି ନିଜେ ବୁଝିପାରିବା, ଆମେ ନିଜେ ବୋଧଗମ୍ୟ କରିପାରିବା, ତାହେଲେ ତାକୁ ଆମେ ମନେ ମନେ ତାକୁ ସେ ଜାଗାକୁ
आमे आखिरे दृश्य करि परिबा हैला ठीक अछि देख संज्ञा गला सरल भाषा संज्ञा को कौन कही हबो ना लेखक जहाँ देखिले अनुभव कले और शिखिले सेगुड़ी गल्प भंगी प्रस्तुत करने को भ्रमण कहानी कह जाए। तो लेखक जहाँ देखिले लेखक जो बुलिया को जाइए कुछ जगह नुआ जगह को भ्रमण करने देश बाहर को कि राज्य बाहर को जो जाती जहाँ से देखिले जहाँ अनुभव कले जहाँ से शिखिले सेगुड़ी को से जिते गल्प आकार लिखती मुझे बाहर मु जहाज जाइली कि एरोप्लेन जाइली कि बस रे जाइली कि कौन नौबाहन नौ यात्रा करी कि मुझे बेले गली से परिवेश एत रात 9टार आम खाइलु से जगह पहुँचलु ये कलु लोक मिसिलु से जन नामक जड़े लोक देखागले सागर परिचित है सेठिकार परिवेश एमती लोक मैंने से एमती वर्णना करती गोटे गल्प आकार हो जाए आम भाव गोटे गप कहते कि गप नुह जीवन प्रत्यक्ष अनुभूति से जाइथिबा से स्थानर अनुभूति जीवन शिक्षा उपलब्धि है। देख भ्रमण कहानी स्वरूप नेचर ट्रैवल स्टोरी है। भ्रमण कहानी मुख्य स्वरूप हूँ देखा जाउथिबा दृश्य घटना और अनुभूति को सजीव भाव में प्रस्तुत करने साधारण गल्प भरी सृजित नुह बरं लेखकों प्रत्यक्ष अभिज्ञता और पर्यवेक्षण उपर आधारित माने कहते यहाँ गल्प भाया सृजनित नुह अर्थात गल्प काल्पनिक किसी गल्प छंदा है कि सृजनशील शक्ति नुह यहाँ हूँ लेखकों प्रत्यक्ष गोटे सतरे गोटे गोटे सत्य थिबा स्टोरी गोटे ता भितर सत्यता थिबा प्रत्येक लेखकों उपलब्धि लेखक पादे पादे जहाँ जहाँ अनुभव कर तार कथा से लेख। तो भ्रमण कहानी मुख्य स्वरूप देखा जाउथिबा दृश्य घटना अनुभूति प्रत्येक घटना जहाँ जहाँ लेखक रास्तार देखी देखी जाता जहाँ अनुभव करती जी दिन रहती भीतर से कौन उपलब्धि कर सबूर सत्य कहानी वर्णना होता है हूँ कहुए भ्रमण कहानी भ्रमण बुलबार गोटे कहानी से भ्रमण कहानी मुख्य स्वरूप गुड़िक है फर्स्ट देख कौ जिनस थे आम जापर हाँ यहाँ गोटे भ्रमण कहानी कौ जिनस थे आम जापर कौन ना भ्रमण कहानी यहाँ पदवाच्य भ्रमण कहानी भर से दरकार कौन ना दृश्य और परिवेश सजीव चित्रण लेखक जो स्थान को जाइथांती सेठार ये स्पेलिंग टी भूल अच्छी एत सारा टाइपिंग करा ना पे तो स्पेलिंग केत मिस्टेक हो जाए जना पड़े कहीं एत सारा टाइपिंग कर पुणी आउ थे पढ़ा ये करवा संभव हुए बहुत पिलांकर नोट बना हो तो से टाइम ये एडजस्ट हुए तो ठीक अच्छे तुम ये करदेव लेखक जो स्थान को जाती से स्थान यहाँ काटिदेव तो शागटा गोटे कौन लिखाई काटिदेव ये कि नुह एटा स्किप करिवो लेखक जो स्थान को जाइथांती सेठार रास्ता घाट मंदिर पर्वत समुद्र बजार इत्यादि को एमिति भाव वर्णना करती जे पढ़ुवा लोक चित्र कल्पना करें मु कहले ना लेखक जो स्थान को जाइथांती सेठी कौन खाइले सेठार मार्केट केमिति सेठी कौन कौन मिले सेठी परिवेश केमिति को गछ बेसी देखा जाए सेठी कौन फल मिले कौन खाइबा को मिले समुद्र केमिति सेठी जल भाग किपरि देखा जाए सेठी घर माने सब किपरि घर तैयारी होता है सेठी केते ताला कोठा थाए केमिति शॉपिंग मॉल थाए सब किसी से वर्णना करते कहीं आम जमी जापर हाँ हाँ जड़े अमेरिका गले लेखक जड़े अमेरिका गले अमेरिकार रास्ता घाट किपरि अमेरिकार किपरि बजार अच्छी रास्ता कड़े किपरि गछ अच्छी क्यों कौ फल मिले फूल मिले अमेरिकार लोक मान स्वभाव किपरि सेठी सब किसी को वर्णना करती एपरी से वर्णना करती जे एमिति भाव वर्णना करती जे पढ़ुवा लोक चित्र कल्पना करें जे पढ़े एमिति से लेखक गल्प आकार से गोटे सजीव रूप एमिति देते जे जे पढ़ु थाए मु तमें आपण मैंने जो मैंने भी पढ़ु था से लगे कि हाँ सतरे आम ही अमेरिकार अच्छु अमेरिकार सब किसी को आम उपलब्धि कर अमेरिकाटा सतरे एमिति तो एपरी भाव लिखि था अर्थात कौन भ्रमण कहानीटा एपरी लिखाई दरकार जपटे जड़े पढ़ी जापार हाँ हाँ एमती तो चित्रटा तो आखिर उद्भासित हो पढ़ी पूरा जीवंत लगुव है। देख
ଲେଖକଙ୍କ ଅନୁଭୂତିର ପ୍ରବାହ। ଭ୍ରମଣ କାହାଣୀରେ କେବଳ ସ୍ଥାନ ବର୍ଣ୍ଣନା ନୁହେଁ, ଲେଖକଙ୍କ ଭିତରେ ଉପୁଜିଥିବା ଆଶ୍ଚର୍ଯ୍ୟ, ସନ୍ତୋଷ, ଉତ୍ସାହ, ଭୟ ଅଥବା ସନ୍ତୁଷ୍ଟି ସବୁକୁ ଭାବପୂର୍ଣ୍ଣ ଭାବେ ଉପସ୍ଥାପନ କରାଯାଏ। ସେ କହିଛନ୍ତି କି ଲେଖକଙ୍କର ଅନୁଭୂତିର ପ୍ରବାହ ଅର୍ଥାତ୍ ଭ୍ରମଣ କାହାଣୀରେ କେବଳ ସ୍ଥାନ ବର୍ଣ୍ଣନା ନୁହେଁ, କେଉଁ ତା ସ୍ଥାନ କ'ଣ କ'ଣ ଜାଗା ଅଛି, କ'ଣ ପରିବେଶ, କେମିତି ଗଛ ଲତା ପାହାଡ଼ ପର୍ବତ, କେମିତି ସେଠିକାର ପରିବେଶ, ଖାଲି ସେସବୁ ବର୍ଣ୍ଣନା ହେଇନଥାଏ। ଲେଖକଙ୍କର ଭିତରେ ଉପୁଜିଥିବା ଆଶ୍ଚର୍ଯ୍ୟ, ଲେଖକ କେତେବେଳେ କିଛି ଗୋଟେ ଜିନିଷ ଦେଖିକି ଆଶ୍ଚର୍ଯ୍ୟଚକିତ ହେଇଯାଇଥିବେ, ସରପ୍ରାଇଜ ହେଇଯାଇଥିବେ। ସନ୍ତୋଷ, କେତେବେଳେ ସିଏ କ'ଣ ନା କିଛି ଗୋଟେ ଜିନିଷ ଦେଖିକି ସନ୍ତୋଷ ହେଇଥିବେ, ସାଟିସ୍ଫ୍ୟାକ୍ସନ ତାଙ୍କୁ ମିଳିଥିବ, ଉତ୍ସାହ ହେଇଥିବେ, କିଛି ଗୋଟେ ଦେଖିକି ତାଙ୍କ ମନରେ କ'ଣ ହେଇଥିବ, ଗୋଟେ ଉତ୍ସାହ ଭାବ ଆସିଥିବ। ତ ସିଏ କ'ଣ ବା ଭୟ, କିଛି ଗୋଟେ ହଠାତ୍ ଦେଖିକି ଆମେରିକାରେ କି କେଉଁ ଜାଗା ଯାଇଛନ୍ତି, ସେଠି ଦେଖିକି ତାଙ୍କୁ ଭୟ ଆସିଥିବ, ଆରେ ଆରେ ଆଙ୍କ ଦେଶରେ ଏମିତି ଅଛି, ଦେଖି ଭୟ ଆସିବ। ତ ସେସବୁ ଲେଖକଙ୍କ ମନର ଭାବନା ବା ତାଙ୍କ ଫିଲିଙ୍ଗସଟାକୁ ବି ସେଠି ବର୍ଣ୍ଣନା ହେଇଥାଏ। ସବୁକୁ ଭାବପୂର୍ଣ୍ଣ ଭାବେ ଉପସ୍ଥାପନ କରାହେଇଥାଏ। ବୁଝିହେଲା? ନିହାତି ବୁଝି ହେଉଥିବ। ପୁରା ସିମ୍ପଲ ୱାର୍ଡରେ ନୋଟ୍ ହେଇଛି, ସୁନ୍ଦର ନୋଟ୍ ହେଇଛି। ଏଥିରେ କିଛି ତମକୁ ଆଉ ବାଗେଇବାକୁ ପଡ଼ିବନି, ଡାଇରେକ୍ଟ ତମେ ଏଇଟା କ୍ୱେଶ୍ଚନ ପେପରରେ ଲେଖିପାରିବ। ବହୁତ ଭଲ ପଏଣ୍ଟ ଦେଇକି ଲେଖା ହେଇଛି। ତ ଯେଉଁମାନଙ୍କୁ ଭଲ ଲାଗୁଥିବ ନିହାତି ରୂପେ ଚ୍ୟାନେଲକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବ, କାହିଁକିନା ଏମିତି ବହୁତ ସାରା ଆମେ ନୋଟ୍ ଗୁଡ଼ାକୁ ଆଣୁଛୁ, ଯେଉଁ ଟପିକ୍ ପଢ଼ୁଛୁ ତାର ସବୁ ସର୍ଟ କ୍ୱେଶ୍ଚନ୍ ନୋଟ୍ ଆମେ ଅଲରେଡ଼ି ଆଣୁଛୁ। ଦେଖିନାହ ତମେମାନେ, ଦେଖିଦେବ ଯାଇକି ପୂର୍ବବର୍ତ୍ତୀ ଭିଡ଼ିଓରେ, ଠିକ୍ ଅଛି। ତାପରେ ଦେଖ 3 ନମ୍ବରରେ କ'ଣ ଅଛି ନା ଲୋକ ସଂସ୍କୃତି ଓ ପରମ୍ପରା ପରିଚୟ। ଲେଖକ ସ୍ଥାନୀୟ ଲୋକଙ୍କ ଚାଲିଚଳନ, ଭାଷା, ଖାଦ୍ୟ, ପୋଷାକ, ଦୈନନ୍ଦିନ ଜୀବନଶୈଳୀ ବିଷୟକୁ ବର୍ଣ୍ଣନା କରନ୍ତି। ଏହା ପାଠକଙ୍କୁ ସେହି ସ୍ଥାନର ସାଂସ୍କୃତିକ ପରିଚୟ ଦେଇଥାଏ। ମାନେ ଲେଖକ ଯେଉଁ ସ୍ଥାନକୁ ଯାଇଥାନ୍ତିନି ନା ବୁଲିବାକୁ, ଭ୍ରମଣ କରିବାକୁ, ସେ ସ୍ଥାନର କିପରି କ'ଣ ପୂଜା ପଟଳ ହୁଏ, କ'ଣ ନାଚ ଗୀତ ହୁଏ, ତାଙ୍କ ସାଂସ୍କୃତିକ ପରିବେଶ କେମିତି, କେଉଁ ନାଚ ଡ୍ୟାନ୍ସ କରନ୍ତି ସେମାନେ କ'ଣ ଖାଆନ୍ତି, ପୂଜା ପର୍ବ ତାଙ୍କର କେମିତି କ'ଣ ହୁଏ, ତାଙ୍କର ପୋଷାକ ପରିଚ୍ଛନ୍ନ କେମିତି, ପ୍ରତ୍ୟେକ ଦେଶର ପ୍ରତ୍ୟେକ ରାଜ୍ୟର ଗୋଟେ ଅଲଗା ପ୍ରକାର ପୋଷାକ ଥାଏ। ଆମର ଯେମିତି ଶାଢ଼ୀ ପିନ୍ଧୁଛୁ, ଧୋତି ପିନ୍ଧୁଛୁ, ଅଲଗା ଜାଗାରେ ଅଲଗା ଥାଏ। କେମିତି କ'ଣ ସବୁ ତାଙ୍କର ଚଳନି ପରିପାଟି, ଦୈନନ୍ଦିନ ଜୀବନଶୈଳୀ କ'ଣ, କେମିତି କ'ଣ ଖାଆନ୍ତି, ତାଙ୍କ ରୁଟିନ୍ କ'ଣ ଜୀବନର, ତ ସବୁ କିଛିକୁ ଲେଖକ ବର୍ଣ୍ଣନା କରିଥାନ୍ତି। ଏଇଟା କ'ଣ ତାଙ୍କ ସାଂସ୍କୃତିକ ପରିବେଶକୁ ଗଲେ କି ସବୁ ସେ ଜାଗାରେ ସାଂସ୍କୃତିକ ପରିବେଶ ବି ବର୍ଣ୍ଣନା କରାଯିବ। ତ ଶିକ୍ଷାମୂଳକ ଗୁଣ। ଭ୍ରମଣ କାହାଣୀ ପଢ଼ୁଥିବା ଲୋକ ଭୌଗୋଳିକ ତଥା ସାମାଜିକ ଅନୁଭବ, ସାଂସ୍କୃତିକ ଜ୍ଞାନ ସ୍ୱତଃ ଶିଖିବାକୁ ପାଆନ୍ତି। ଏହା ପାଠକର ଦୃଷ୍ଟିକୋଣ ବିସ୍ତାରିତ କରେ। ମାନେ ସେ କ'ଣ କୁହାଯାଇଛି ନା ଯିଏ ଭ୍ରମଣ କାହାଣୀ ପଢ଼ୁଥିବ ତାଙ୍କ ଭିତରେ କ'ଣ ନା ଗୋଟେ ଭୌଗୋଳିକ ତଥ୍ୟ ବା ସାମାଜିକ ଅନୁଭୂତି ଆସିଯିବ। ମାନେ ସେଇ ସ୍ଥାନର ଭୌଗୋଳିକ ବ୍ୟବସ୍ଥା କ'ଣ, ସେ ସମାଜ କ'ଣ, ଆମେରିକା ସମାଜ କ'ଣ, ସେଠିକାର ଭୌଗୋଳିକ ବା ସାଂସ୍କୃତିକ ପରିବେଶ କ'ଣ, ତା ଭିତରେ ଗୋଟେ ନଲେଜ ତମର ଆସିଯିବ, ଗୋଟେ ବେସିକ୍ ନଲେଜ ଆସିଯିବ। ତମେ କହିପାରିବ ହଁ ଆମେରିକାରେ ଏମିତି ଲୋକ, ଆମେ ସିନା ଏମିତି, ଆମେରିକା ଲୋକ ସେମିତି, ଏମିତି କହିପାରିବ ତମେ, କାହିଁକିନା ତମ ଭିତରେ ଗୋଟେ ନିଜର କିଛିଟା ବେସିକ୍ ନଲେଜ ଆସିଯାଇଥିବ ଆମେରିକା ବିଷୟରେ, ତାର ଭୌଗୋଳିକ ଚରିତ୍ର ତଥା ସାମାଜିକ ସାଂସ୍କୃତିକ ବିଷୟରେ। ବୁଝିଲ? ସିଧା କଥା ଲେଖା ହେଇଛି, କିଛି ବି ଏଥିରେ କନଫ୍ୟୁଜନ ହବାର ନାହିଁ। 5 ନମ୍ବର ଦେଖ ସରଳ, ସହଜ, ସୃଜନଶୀଳ ଭାଷା। ଭ୍ରମଣ କାହାଣୀର ଭାଷା ସରଳ ଓ ପ୍ରଭାବମୟ ଥାଏ। ବର୍ଣ୍ଣନା ଶୈଳୀ ଏମିତି ଯେ ଦୃଶ୍ୟ ମନେ ମନେ ଜୀବନ୍ତ ହୋଇ ଉଠେ। ଅର୍ଥାତ୍ ଭ୍ରମଣ କାହାଣୀ ଭାଷା ସବୁବେଳେ ସରଳ ହେଇଥିବା ଦରକାର। କାହିଁକି ନା ଯିଏ ପଢ଼ିବ, ମୁଁ ପଢ଼େ, ଯିଏ ବି ପଢ଼ୁ, ତମମାନେ ପଢ଼, ଯିଏ ବି ପଢ଼ିବ, ଯଦି ନ ବୁଝିପାରିବା ତାହେଲେ ଆମେ ଫିଲ୍ କରିବା କେମିତି କି ହଁ ଆମେରିକା ଏମିତି ହେଇଥିବ, କି ୟୁରୋପ ଏମିତି ହେଇଥିବ, କି କିଛି ବି ଆମେ ଯଦି ନିଜେ ବୁଝିପାରିବାନି ତାହେଲେ ଆମେ କେମିତି ତାହେଲେ ଆମେ ଫିଲ୍ କରିବା ଗୋଟେ ଜିନିଷ। ଆମେ ସିନା ବୁଝିପାରିଲେ ମନେ ମନେ ତାକୁ ଫିଲ୍ କରିବା, ହଁ ଏମିତି ହେଇଥିବ, ସେମିତି ହେଇଥିବ, ତ ଠିକ୍ ଅଛି। ତ ଭ୍ରମଣ କାହାଣୀର ଭାଷା ସର୍ବଦା ସରଳ ହୋଇଥାଏ। ଏମିତି ଭାଷା ଲେଖା ହେଇଥିବ ଯେ ଯେକୌଣସି ସାଧାରଣ ଲୋକ ପଢ଼ିବ ତାର ଆନନ୍ଦ ନେଇପାରିବ, ସେ ଭ୍ରମଣର ଆନନ୍ଦ ନେଇପାରିବ। ଲେଖକ ଭ୍ରମଣ କରୁଥିବେ କିନ୍ତୁ ଆମେ ଘରେ ବସିକି ପଢ଼ିକି ତାର ଆନନ୍ଦ ନେଇପାରିବା। ଆମକୁ ଏମିତି ଲାଗେ ଆମେ ହିଁ ନିଜେ ବୁଲିବାକୁ ଯାଉଛୁ, ଆମେ ହିଁ ନିଜେ ବୁଲିକି ଆସିଥିଲୁ ସେ ଜାଗାରୁ। ତେଣୁ ଭାଷା ସବୁବେଳେ ସରଳ ହେବା ଦରକାର, ଯେମିତି ଆମେ ବୁଝିକି ନିଜେ ଆଖି ଆଗରେ ଆମର ସେ ପଟ୍ଟଚିତ୍ର ବା ଚିତ୍ରଟା ଆସିଯିବ, ସତରେ ହଁ ମୁଁ ବୁଲିବାକୁ ଯାଇଥିଲି ଆମେରିକା। ହେଲା। 6 ନମ୍ବର ଦେଖ ନା କାଳକ୍ରମ ଯାତ୍ରାର ବିକାଶ। ହେଲା, ଶେଷରେ କ'ଣ ଆସିଲା ନା କାହାଣୀର ସାଧାରଣତଃ, ଏଇଟା ସ୍ପେଲିଂ ଭୁଲ ଅଛି, ସାଧାରଣତଃ କାହାଣୀ ସାଧାରଣତଃ ଭୁଲ ଅଛି, ଠିକ୍ କରିଦେବ। କାହାଣୀ ସାଧାରଣତଃ
ତିନିଟା ପଏଣ୍ଟ ଥାଏ ଯାତ୍ରା ଆରମ୍ଭ ଯେତେବେଳେ ଲେଖକ ତାଙ୍କ ଘରୁ ବାହାରିଲେ କୋଉଟାରେ ଗଲେ କେତେ ଟାଇମ୍ରେ ଯାଇକି ପହଞ୍ଚିଲେ କ'ଣ ସେଇଟା ସବୁବେଳେ ଭ୍ରମଣ କାହାଣୀର ଫାର୍ଷ୍ଟ ଷ୍ଟେପ୍। ଫାର୍ଷ୍ଟ କ'ଣ ନା ଯାତ୍ରା ଆରମ୍ଭ ବର୍ଣ୍ଣନା ହେବ ଫାର୍ଷ୍ଟ ଭ୍ରମଣ କାହାଣୀର। ତାପରେ କ'ଣ ବର୍ଣ୍ଣନା ହେବ ନା ମଝିରେ ଅନୁଭବ ସେ ଯାତ୍ରା ଟାଇମ୍ରେ ଜାହାଜରେ ଗଲେ କି ଟ୍ରେନରେ ଗଲେ କି ଫ୍ଲାଇଟ୍ରେ ଗଲେ କି ବସ୍ରେ ଗଲେ କି କେମିତି ଗଲେ ସେ ଯାତ୍ରା ମଝିରେ କ'ଣ ସେ ଖାଇଲେ ତାଙ୍କୁ କେତେବେଳେ ବିଶ୍ରାମ କଲେ ଯାତ୍ରାରେ କ'ଣ ଖାଇବାକୁ ମିଳୁଥିଲା ମଝି ରାସ୍ତାରେ କୋଉଠି ଛିଡ଼ା ହେଲା କୋଉଠି ପ୍ଲାଟଫର୍ମରେ କି କୋଉଠି ଏୟାରପୋର୍ଟରେ ଓହ୍ଲେଇଲେ କି କୋଉଠି କ'ଣ ଛିଡ଼ା ହେଲେ ତା ମଝିର ଅନୁଭୂତି ଯାତ୍ରା ଯେତେବେଳେ ପହଞ୍ଚି ନଥାନ୍ତି ସେ ସ୍ଥାନ ସେ ଗନ୍ତବ୍ୟ ସ୍ଥାନ ଭ୍ରମଣ ସ୍ଥାନ ସେ ମଝିର ଯେଉଁ ଯାତ୍ରାଟା ତାର ଅନୁଭୂତି କ'ଣ ଥିଲା ସେଟା ବର୍ଣ୍ଣନା ହେବ। ଅନ୍ତିମ ଉପସଂହାର ଅର୍ଥାତ୍ ସେ ମଝିରେ ଯେଉଁ ରହିଲେ ବୁଲିଲେ ଖାଇଲେ ପିଇଲେ ସେ ଜାଗା ସବୁ ବର୍ଣ୍ଣନା ହେବ। ତାପରେ ଅନ୍ତିମ ଉପସଂହାର ହେଉଛି ସେ ଜାଗାର ଅନ୍ତିମ କ'ଣ ରହିବ ସେ ଜାଗାରୁ ସେ କ'ଣ ଶିଖିବାକୁ ପାଇଲେ କ'ଣ ନାହିଁ ସେଇଟା ସବୁ ବୁଲିବାକୁ ଯାଇଥିଲେ ଏଟା ଦେଖିଲେ ସେଟା ଦେଖିଲେ ସେ ଲୋକ ଏମିତି ସେ ସଂସ୍କୃତି ଏମିତି ସଂସ୍କାର ଏମିତି ବ୍ୟବହାର ତାପରେ ଦେଖ ଭ୍ରମଣ କାହାଣୀର ଗୁରୁତ୍ୱ ଇମ୍ପୋର୍ଟାନ୍ସ କ'ଣ ମନୋରଞ୍ଜନ ସହିତ ଜ୍ଞାନ ଦିଏ। ଭ୍ରମଣ କାହାଣୀ ପଢ଼ିଲେ ଆମକୁ ମଜା ଲାଗେ ଆରେ ଆରେ ଆମେ ଏ ଜାଗାକୁ ବୁଲିବାକୁ ଯାଇଛୁ ସେ ଆମେରିକାରେ ଏମିତି ସେ ୟୁରୋପରେ ଏମିତି କି ସେ ଆଫ୍ରିକାରେ ଏମିତି କି ସେ ବୃନ୍ଦାବନରେ ଏମିତି ଯେ ଲେଖକ ଯେଉଁ ଜାଗାକୁ ବୁଲିବାକୁ ଯାଇକି ବର୍ଣ୍ଣନା କରିଥିବେ ଆମେ ସେଇ ଜାଗାର ମଜା ନେଉ ଘରେ ବସିକି ଆମେ ସବୁ ଜାଗା ବୁଲି ଯାଉ ଆଉ ଜ୍ଞାନ ବି ନେଉ ସେ ଜାଗାର ଆମେ ନ ବୁଲିତେ ଯାଇକି ବି ଆମେ ସେ ଜାଗାକୁ ବୁଲିବାକୁ ନ ଯାଇକି ବି ସେ ଜାଗାର କି ବହୁତ କିଛି ଜ୍ଞାନ ଆମକୁ ଆସିଯାଏ କିଛିଟା ବେସିକ୍ ନଲେଜ୍ ଆମେ ସେ ଜାଗା ସମ୍ପର୍କରେ ଜାଣିଥାଉ। ପାଠକଙ୍କୁ ନୂଆ ସ୍ଥାନ ଓ ବିଶ୍ୱ ଚେତନା ଦେଇଥାଏ। ପାଠକଙ୍କୁ ନୂଆ ସ୍ଥାନ ସମ୍ପର୍କରେ ବିଶ୍ୱର କେତେ କେତେ ସ୍ଥାନ ଅଛି କେଉଁ ଜାଗା କ'ଣ ନାହିଁ ଆମକୁ ସବୁ କଥା। ତାପରେ ଦେଖ ମନୋବଳ ସାହସ ବଢ଼ାଏ ତାକୁ ପଢ଼ିଲେ ଆମର ସାହସ ବଢ଼େ ହଁ ଆମେ ବି କେଉଁ ଜାଗାକୁ ବୁଲିବାକୁ ଯାଇପାରିବା ଏମିତି ହେଇଥିବ ସେ ଲୋକଙ୍କ ସାଙ୍ଗରେ ଏମିତି କଥା ହେଇପାରିବା ଏଇଭଳିଆ ଯାଇପାରିବା ଆମେ ବି ଆମର ବି ମନୋବଳ ଗୋଟେ ବଢ଼ିବ କନଫିଡେନ୍ସ ଆସିବ। ଭାଷାକୁ ଅଧିକ ସଜୀବଶୀଳ ଓ ସୃଜନଶୀଳ କରେ। ଭାଷାକୁ କ'ଣ କରେ ସଜୀବଶୀଳ ଅର୍ଥାତ୍ ଭାଷାଟାକୁ ଏମିତି ଲେଖନ୍ତି ଲେଖକ ସେ ଭ୍ରମଣ କାହାଣୀର ଭାଷା ବା ୱାର୍ଡ଼କୁ ଏତେ ସୁନ୍ଦର ସଜେଇକି ଲେଖନ୍ତି ଯେ ପୁରା ଜୀବନ୍ତ ଲାଗେ ବହି ଭିତରେ ଏମିତି ଲାଗେ ଆମେରିକାଟା ବହି ଭିତରେ ହିଁ ଅଛି କି ୟୁରୋପଟା ବହି ଭିତରେ ହିଁ ଅଛି। ଠିକ୍ ଅଛି ସମାପ୍ତି। ପ୍ରତ୍ୟେକ ଲଙ୍ଗ୍ କ୍ୱେଶ୍ଚିନ୍ର ଏଣ୍ଡରେ ଗୋଟେ କନକ୍ଲୁଜନ୍ ରହିବ ତମେ ଏ ଭିତରେ କ'ଣ ନଲେଜ୍ ପାଇଲ କ'ଣ ଶିଖିଲ ତ ସେଟା ତମର ଲେଖିବାକୁ କମ୍ପଲସରି ସେଥିରେ ଇମ୍ପ୍ରେସନ୍ ବହୁତ ଭଲ ଆସିଲେ ଏଣ୍ଡରେ ତମେ କ'ଣ ଶିଖିଲ ଏତେ ବଡ଼ ଲଙ୍ଗ୍ କ୍ୱେଶ୍ଚିନ୍ରୁ ତମେ କ'ଣ ଶିଖିଲ। ଭ୍ରମଣ କାହାଣୀ କେବଳ ସ୍ଥାନ ବିବରଣୀ ନୁହଁ ବୁଝେଇକି ଯାଇଛି ସବୁ ଭ୍ରମଣ କାହାଣୀ କେବଳ ସ୍ଥାନ କଥା ଲେଖାଯାଇନଥାଏ କେଉଁ ସ୍ଥାନକୁ ଗଲେ ସେ ସ୍ଥାନ କଥା ଲେଖା ହୋଇନଥାଏ ଏହା ଲେଖକଙ୍କ ମନ ଅନୁଭୂତି ଉତ୍ସାହ ଅଭିଜ୍ଞତା ଦୃଶ୍ୟର ସମନ୍ୱିତ ଚିତ୍ର ସେ ସ୍ଥାନର ଚିତ୍ର କେବଳ ଥାଏନି ସେଟା ସ୍ଥାନର ଚିତ୍ର ଥାଏ ସେଠିକାର ପରିବେଶର ଚିତ୍ର ଥାଏ ଲେଖକଙ୍କର ଅନୁଭୂତି ସେ ଯେତେ ବଡ଼ ସ୍ଥାନକୁ ଯାଇଛନ୍ତି ସେ ସେତିକି ଦିନ ସମୟରେ ତାଙ୍କୁ କ'ଣ ଅନୁଭୂତି